ନିଜକୁ ଗୁଳି ମାରି ଆତ୍ମହତ୍ୟା କରିବାର 8 ଦିନ ପରେ ଆଜି ମଧ୍ୟାହ୍ନରେ ହରିୟାଣାର ବରିଷ୍ଠ ଆଇପିଏସ୍ ଅଫିସର ୱାଇ ପୂରଣ କୁମାରଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଜୀବନ ହାରିବା ପୂର୍ବରୁ ୱାଇ ପୂରଣ କୁମାର ଅନେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ନ ହେବା ଯାଏଁ ପରିବାର ଲୋକ ଶବ ବ୍ୟବଚ୍ଛେଦ କିମ୍ବା ଅନ୍ତିମ ସଂସ୍କାର ପାଇଁ ରାଜି ହୋଇନଥିଲେ। 8 ଦିନର ବୁଝାସୁଝା ପରେ ପରିବାର ଲୋକଙ୍କ ସହମତି ଆସିଥିଲା ଏବଂ ଆଜି ଶେଷରେ ପୂରଣ କୁମାରଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ହେଲେ ସମାନ କାରଣ ପାଇଁ ଜୀବନ ହାରିଥିବା ଆଉ ଜଣେ ପୁଲିସ ଅଧିକାରୀଙ୍କ ମୃତଦେହ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି। ମଙ୍ଗଳବାର ରୋହତକ ସାଇବର ସେଲ୍ରେ ଏଏସ୍ଆଇ ଭାବେ କାମ କରୁଥିବା ସନ୍ଦୀପ କୁମାର ନିଜକୁ ନିଜେ ଗୁଳି କରି ଜୀବନ ହାରିଥିଲେ। ତାଙ୍କ ମୃତଦେହକୁ ରୋହତକର ଗୋଟିଏ ଖେଳ ପଡ଼ିଆରୁ ଜବତ କରାଯାଇଥିଲା। ନିଜକୁ ନିଜେ ଗୁଳି କରିବା ପୂର୍ବରୁ ସନ୍ଦୀପ କୁମାର ଗୋଟିଏ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଏଥିରେ ସେ ଗତ ସପ୍ତାହରେ ଆତ୍ମହତ୍ୟା କରିଥିବା ପୂରଣ କୁମାରଙ୍କୁ ଦୁର୍ନୀତିଖୋର ଅଫିସର ଭାବେ ଚିତ୍ରଣ କରିଥିଲେ। ଦୁର୍ନୀତିର ଗୁମର ଖୋଲିଯିବା ଆଶଙ୍କାରେ ସେ ଆତ୍ମହତ୍ୟା କରିଥିଲେ ବୋଲି ସନ୍ଦୀପ କୁମାର କହିଥିଲେ। ଏହା ବାଦ ପୂରଣ କୁମାରଙ୍କ ଆଇଏଏସ୍ ପତ୍ନୀ ଅମ୍ନିତ ପି କୁମାରଙ୍କ ବିରୋଧରେ ମଧ୍ୟ ସନ୍ଦୀପ ଦୁର୍ନୀତି ଅଭିଯୋଗ ଆଣି ଗିରଫ କରିବାକୁ ଦାବି କରିଥିଲେ। ଏବେ ସନ୍ଦୀପ କୁମାରଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ରୁଜୁ କରିବାକୁ ତାଙ୍କ ପରିବାର ଲୋକ ଦାବି କରିଛନ୍ତି। ଏଫ୍ଆଇଆର୍ ରୁଜୁ ନ ହେବା ଯାଏଁ ପରିବାର ଲୋକ ସନ୍ଦୀପ କୁମାରଙ୍କ ଶବ ବ୍ୟବଚ୍ଛେଦ ପାଇଁ ସହମତି ପ୍ରକାଶ କରିବେ ନାହିଁ ବୋଲି ଜିଦ୍ ଧରିଛନ୍ତି।